ଜବାବ ଦଉଛୁ ମତେ? ମତେ ବୁଢୀ ବୟସରେ ମତେ ଦେଖିକି ହସୁଥିଲା। ହିରୋଇନ ବେଶରେ ଆସିଲି ଯେ ତାକୁ ବି ଦେଖିକି ହସୁଛି। ଆଚ୍ଛା ଦେଖି କହିଲ ମୁଁ କୋଉ ବେଶ ହେଇକି ଆସିବି? କଥା କଣ କି ମୋ ନାତୁଣୀ ଗୋଟେ ବିୟୁଟି ପାର୍ଲର କରିଛି ବା, ବିୟୁଟି ପାର୍ଲର। ତା ଭିତରେ ମତେ 2 ଘଣ୍ଟା କାଳ ନେଇକି ପଶେଇ ଦେଇ ଦେଖୁନ ଏଇଠି କଣ କେମିତି ସଜବାଜ ସବୁ ଲଗେଇକି ଦେଖୁନ ଖୁସିକୁ କଣ କରିଛି। ମୁଁ ଆଇନାକୁ ଅନେଇଲା ବେଳକୁ ମୁଁ ପୁରା ହିରୋଇନ। ମୁଁ ପରା ନିଜକୁ ନିଜ ଚିହ୍ନି ପାରୁନି। ଆଉ ତମେ ମାନେ କଣ ଚିହ୍ନିବ? ଏଇଠି ଦେଖ ମୁଁ କିଏ, ଚମ୍ପିଆଇ ପାର୍ଟ 2। ହଉ ଏଥର ଅସଲ କଥାକୁ ଯିବା। ପୁଅଟା ଯେ ସକାଳୁ ଯାଉଛି ରାତି ଅଧକୁ ଢଳି ଢଳିକା ଆସୁଛି। ସାଙ୍ଗସାଥି ମାନଙ୍କ ସହିତ ନିଶା ପାଣି ଗୁଡାକ ଖାଇ ଦେଇକି ଆସୁଛି ଯେ ଘରେ ବାହାରିକା ଛୁଆ ମାନଙ୍କୁ ପିଟୁଛି। ଚେତା ଚପଡା ପଡୁଛନ୍ତି। ତାପରେ ତାକୁ ଯେତେ ମନେ କଲି ପୁଅଲୋ ସେ ନିଶା ପାଣି ଗୁଡାକ ଖାଆନା। ସିଏ କଣ କଥା ମାନିଲା? ଜମା ମାନିଲାନି। ଏଥିରେ ପୁଣି କହୁଛନ୍ତି ଯେ ଡାକ୍ତର ପୁଅକୁ କୁଆଡେ କ୍ୟାନ୍ସର ହେଇଯାଇছিল ମା। ତାପରେ ତମ ଅଜା କଥା କହିଲେ ନ ସରେ। ପୁଣି ସେଇ ସକାଳୁ ଭୋରୁ ଯାଉଛି ଭାରି ରାତିକୁ ପଳେଇ ଆସୁଛି। ଏମିତି କରିକି କଣ ଗୋଟେ ଟାଣି ପକଉଛି ଯେ ରେଳ ଗାଡି ଭଳିଆ ଧୂଆଁ ଗୁଡାକ ଛାଡି ପକଉଛି। ଆଉ ଏମିତି କରିକି ନିଆଁ ଲଗେଇ ପକଉଛି ଯେ ଫୁସ୍ ଫାସ୍ କରିକି ପୁରା ଉଡେଇ ଦଉଛି ଯେ ଏରିଆ ଯାକ ପୁରା ଧୂଆଁ। ସେଥିରେ ତାକୁ ଏମିତି କରିକି କଣ ଗୋଟେ ଖାଇ ଦଉଛି। ଏମିତି କରିକି କଣ ଗୋଟେ ପାଟିରେ ପକେଇ ଦଉଛି। ରାସ୍ତା ସାରା ଫୁସ୍ ଫାସ୍ ଛେପ ପକଉଛି। ରାତି ସାରା କାଶୁଛି ଯେ କାହାକୁ ଶୁଆଇ ଦଉନି। ସେଥିରେ ପୁଣି ଡାକ୍ତର କହିଲେଣି ଯେ ଅଜାକୁ କୁଆଡେ ଟିଭି ରୋଗ ହେଇଯାଇছিল ମା। ମୋ ସଂସାର ଭାସିଗଲା ଲୋ, ମୋ ସଂସାର ଭାସିଗଲା। ମୋ ଉଚ୍ଛନ୍ନ ହେଇଗଲା ମୋ ସଂସାର, ମୁଁ ଭାସିଗଲା ଲୋ। ଏ ପ୍ରଭୁ ମତେ ରକ୍ଷା କର। ମୁଁ ଏବେ କଣ କରିବି? ଏବେ ସମସ୍ତେ ଶୁଣନ୍ତୁ, ଆମେ ଆଜିଠାରୁ ସମସ୍ତେ ଶପଥ ନେବା ଯେ ଓଡ଼ିଶାକୁ ନିଶା ମୁକ୍ତ କରିବା। ନହେଲେ ମୋ ପରିବାର ଭଳିଆ ସମସ୍ତଙ୍କ ପରିବାର ଏମିତି ଭାସିଯିବ। ହଉ ଆମେ ଆଜିଠାରୁ ଶପଥ ନେଲେ ଯେ ଆମେ ଓଡ଼ିଶାକୁ ନିଶା ବର୍ଜନ କରିବା ଓ ନିଶା ମୁକ୍ତ କରିବା। ହଉ ଲୋ ମା ମୁଁ ଆସୁଛି। ପୁଣି କଣ ଦେଖିକି ଆସିଲୁ? ଛାକୁ ଏତେ ନା ଗୋଡେ ମୁଦି ନାହିଁ କଚାଡୁ କେତେ। ହଉ ଯାଉଛି ଲୋ ମା।